ବିଜୁ ଜନତା ଦଳର ପ୍ରାର୍ଥୀପତ୍ର ଦାଖଲ ଶୋଭାଯାତ୍ରାରେ ଗୁଲୁଗିଲା ବାଲେଶ୍ୱର ସହର। ବିକାଶର ନାରା ଦେଇ ନାମାଙ୍କନ ଭରିଲେ ସଦର ବିଧାୟକ ପ୍ରାର୍ଥୀ ସ୍ୱରୂପ କୁମାର ଦାସ। ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି। ତେବେ ଶେଷ ଦିନରେ ବିଜୁ ଜନତା ଦଳର ସଦର ବିଧାୟକ ପ୍ରାର୍ଥୀ ସ୍ୱରୂପ କୁମାର ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏନେଇ ହଜାର ହଜାର ବିଜେଡି କର୍ମୀଙ୍କ ସମାଗମ ହୋଇଥିଲା ବାଲେଶ୍ୱର ସହରରେ। ସ୍ଥାନୀୟ ଷ୍ଟେସନ କ୍ଲବଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ବିଜେଡି ସମର୍ଥକଙ୍କ ଭିଡ଼ରେ ଲୋକାରଣ୍ୟ ହୋଇଯାଇଥିଲା। ଏକ ସୁସଜ୍ଜିତ ଖୋଲା ଜିପ୍ରେ ବିଧାୟକ ପ୍ରାର୍ଥୀ ଶ୍ରୀ ଦାସ ଧୀରେ ଧୀରେ ସହର ରାସ୍ତାରେ ଆଗକୁ ବଢ଼ିଥିଲେ। ସାଥିରେ ଥିଲେ ସାଂସଦ ପ୍ରାର୍ଥିନୀ ଲେଖାଶ୍ରୀ ସାମନ୍ତ ସିଂହାର ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନଙ୍କ ସହ ଦଳର ଆଗଧାଡିର ବହୁ ନେତା। ମହାପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ରହିଛି ବିଜୁ ଜନତା ଦଳ ଉପରେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପୁଣି ଆଉ ଥରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ବନେଇବାର ସଂକଳ୍ପ ଓଡ଼ିଶାବାସୀ ନେଇଛନ୍ତି। ବିଶେଷ ଭାବରେ ବାଲେଶ୍ୱରବାସୀ ପ୍ରତିଜ୍ଞା କରିଛନ୍ତି। 7ଟି ଯାକ ବିଧାୟକ ଏବଂ ଜଣେ ସାଂସଦ ଏଇଠୁ ଜିତେଇକିରି ନବୀନ ବାବୁଙ୍କୁ ପୁଣି ଆଉ ଥରେ ବହୁତ ପରିମାଣରେ ଭୋଟ ଦେଇ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବେ। ତାଙ୍କର ଯୋଉ ସେବା ଓ ସୁଶାସନର ଗତ 25 ବର୍ଷର ରେକର୍ଡ ସେଇଟା ହିଁ ଆଜି ଦେଖା ଦଉଛି। ସେଇଟା ହିଁ ପ୍ରତିଫଳନ। ଏତେ ଜନସମର୍ଥନ ରହିଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି। ଇଏ ଲଗାତାର 25 ବର୍ଷ କାଳ ସେ ଯୋଉ ସେବା ଯୋଗେଇ ଦେଇଛନ୍ତି ତାର ହିଁ ଏଟା ରେଜଲ୍ଟ। ଅପର ପକ୍ଷରେ ଯୋଉମାନେ କେବଳ ନିର୍ବାଚନ ସମୟରେ ଆସିକିରି ବଡ଼ ବଡ଼ କଥା କହୁଛନ୍ତି ଓଡ଼ିଶାବାସୀ ତାକୁ ବି ତର୍ଜମା କରୁଛନ୍ତି। କିଏ କେତେ କଟାକ୍ଷ କରୁଛି, କିଏ କେତେ ପିନ୍ ମାରୁଛି, କିଏ କେତେ ଲାଞ୍ଛନା ଦେଇପାରୁଛି, କିଏ କେତେ ଅସମ୍ମାନ କରିପାରୁଛି। ଏକମାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁ ସହି ଓଡ଼ିଶାବାସୀଙ୍କ ପାଇଁ ସିଏ ସମାଲୋଚନାକୁ ଖାତିର କରିନାହାନ୍ତି, ଗାଳି ଗୁଲଜକୁ ଖାତିର କରିନାହାନ୍ତି, ଟିକା ଟିପ୍ପଣୀକୁ ଖାତିର କରିନାହାନ୍ତି। ନିରନ୍ତର ଲୋକଙ୍କ ସେବା କରିଛନ୍ତି ଏବଂ ସେଇଟା ହିଁ ଆପଣ ଦେଖୁଛନ୍ତି ରାଜରାସ୍ତାରେ ଯୋଉ ଲକ୍ଷାଧିକ ସଂଖ୍ୟାରେ ହଜାର ହଜାର ସଂଖ୍ୟାରେ ଯୋଉ ଜନସମର୍ଥନ ସୁଅ ଛୁଟିଲା ଭଳିଆ ସବୁ ବାଡ଼ ଡ୍ୟାମ୍ ଭାଙ୍ଗିକିରି ଲୋକେ ଯୋଡ଼ି ହେଉଛନ୍ତି ବିଜୁ ଜନତା ଦଳ ସହ। ଏଟା ସେଇ ସୁଶାସନର ସେବାର ପ୍ରତିଫଳ। କିଛି ଫାଇଟ୍ ନାହିଁ, ୱାନ୍ ସାଇଡେଡ୍ ବିଜୁ ଜନତା ଦଳର ବିଜୟ ହବ। କେବଳ ସଦର ନୁହେଁ, ସବୁ 7ଟି ଯାକ ବିଧାନସଭା କ୍ଷେତ୍ର ଏବଂ ସଂସଦୀୟ କ୍ଷେତ୍ରରେ ବହୁତ ପରିମାଣରେ ଭୋଟରେ ଆମେ ଜିତୁଛୁ। ଏଥିରେ କୌଣସି ଦୁଇମତ ନାହିଁ ଏବଂ କୌଣସି ଯୋଉ ଆପଣ କହୁଛନ୍ତି ବିଗ୍ ଫାଇଟ୍, ଇଏ ଦ୍ୱିତୀୟ ତୃତୀୟ ସ୍ଥାନ ପାଇଁକି ବିଜେପି ଆଉ କଂଗ୍ରେସ ଭିତରେ ବିଗ୍ ଫାଇଟ୍। ବିଜୁ ଜନତା ଦଳର ସୁପ୍ରିମୋ ଯୋଉ ସେବା ସୁଶାସନର ରେକର୍ଡ ବନେଇ ଦେଇଛନ୍ତି ସେ ରେକର୍ଡ ଅକାଟ୍ୟ। ତାକୁ କେହି ଟକ୍କର ଦେଇପାରିବେନି। ଯୋଉମାନେ ଭାବୁଛନ୍ତି ଯେ ଦିଲ୍ଲୀରୁ ବଡ଼ ବଡ଼ ନେତାଙ୍କୁ ଆଣିକିରି ଏଇଠି ଦେଖେଇକି ତାଙ୍କ କାନ୍ଧରେ ବସିକିରି ହାୱା ହେଇଯିବ ଜିତିଯିବେ, ସେ ସ୍ୱପ୍ନ ରାଜ୍ୟରେ ଥାଆନ୍ତୁ। ତାଙ୍କୁ ଆମର ଶୁଭେଚ୍ଛା। ଆମେ ଜିତୁଛୁ ଏବଂ ଏଇଟା ମୁଁ କହୁନି, ଏଇଟା ବାଲେଶ୍ୱରବାସୀ କହୁଛନ୍ତି। ବିଭିନ୍ନ ଅଞ୍ଚଳରୁ ଆସିଥିବା ବାଦ୍ୟ ଓ ନୃତ୍ୟ ଦଳ ସେମାନଙ୍କ ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ଚାଲିଥିଲେ ସହର ରାସ୍ତାରେ। ନାମାଙ୍କନ ପତ୍ର ଦାଖଲ ସମୟରେ ହୋଇଥିବା ଜନସମାଗମ ବାଲେଶ୍ୱରରେ ବିଜୁ ଜନତା ଦଳ ପ୍ରତି ଲୋକଙ୍କ ସମର୍ଥନକୁ ପ୍ରମାଣିତ କରୁଛି ବୋଲି ଶ୍ରୀ ଦାସ ଏହି ଅବସରରେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ସହ ବିଗତ 25 ବର୍ଷ ଧରି ଜାରି ରହିଥିବା ବିକାଶମୂଳକ କାର୍ଯ୍ୟଶୈଳୀ ଆଧାରରେ ତାଙ୍କର ବିଜୟ ସୁନିଶ୍ଚିତ ବୋଲି ପ୍ରାର୍ଥୀ ଶ୍ରୀ ଦାସ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ପରେ ଶ୍ରୀ ଦାସ ପ୍ରସ୍ତାବକଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। माननीय मुख्यमंत्री का आशीर्वाद और महाप्रभु श्री जगन्नाथ आशीर्वाद आज बालेश्वर सदर निर्वाचन मंडली विधायक हिसाब में आज नामांकन पत्र दाखल करुच्ची। आशा करुच्ची बालेश्वरवासी जो सेवा 3 वर्ष धरी करी आहरी से सेवा जारी निश्चित भाव में लोक बहुत आशीर्वाद जो प्रकार आज जनसमुद्र समर्थक मैंने आज पाछटी आनी निश्चित भाव में प्रमाण करुच्ची आगामी दिन में विजु जनता दल ये जीत हो माननीय मुख्यमंत्री टेक ये काम करूँ आशीर्वाद निश्चित भाव पाइबू विश्वास आम भर अच्छी। प्रिय मुख्यमंत्री नवीन पट्टनायक प्रत्येक परिवार पाखे पहुंचती, प्रत्येक मनुष्य हृदय में पहुंचती, आज प्रमाणित कर दी बालेश्वर।